ଯେତେବେଳେ ସମସ୍ତେ ଆଜି ବନ୍ଦାପନା କରୁଛନ୍ତି ରୁକ୍ମିଣୀ ଆଉ ଇନ୍ଦୁମତୀ ଏବଂ ଦେବକୀ ଏମିତି ଅନେକ ଅନେକ ବାଳୀମାନେ ଆସି ବନ୍ଦାପନା କରି ଆଜି ପ୍ରଦ୍ୟୁମ୍ନ ରତିଙ୍କୁ ନେଇ ଯାଉଛନ୍ତି। ହାଟ ବାଟ ପରିଣ ପିଛି କାମାଇଲେ ତଳେ ସୁକଳ ବସନ ପାଏଡ଼ ପଡ଼ିଲେ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ। ସ୍ୱର୍ଣ୍ଣମୟ ଦ୍ୱାରକାରେ କରିଲେ ଉତ୍ସବ, କୋଟିବାର ସତୀ ତାକୁ ଅଟେ ଅସମ୍ଭବ। କୋଟିବାର ସତୀ ତାକୁ ଅଟେ ଅସମ୍ଭବ, କୋଟିବାର ସତୀ ତାକୁ ଅଟେ ଅସମ୍ଭବ। ଆଦିତ୍ୟ ସୋମ ମଙ୍ଗଳ ବୃହସ୍ପତି କରି ଆସ୍ଥାନକୁ ଆବରିଣ ରହିଲେ ଯେ ଝାରି। ନାନା ଛନ୍ଦରେ ବାଜଣା ବାଜେ ଅପ୍ରମିତ, ଟଳମଳ ବସୁନ୍ଧରା ବାଜଣା ବାଜେ ପ୍ରୀତ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ। ଆଜି ପହଞ୍ଚି ଯାଇଛନ୍ତି ମୀନକେତନ ଆଉ ରତି। ସେତେବେଳେ ସମସ୍ତ ଯାଦବମାନେ ମିଳିମିଶି ଏକ ମହା ଉତ୍ସବର ଆୟୋଜନ କଲେ। ବନ୍ଦାପନା କରି ଧଳା ଚାଦର ତଳେ ପକେଇ ଦେଇଛନ୍ତି, ତା ଉପରେ ଧୀରେ ଧୀରେ ଯାଉଛନ୍ତି ରତି ଆଉ କାମଦେବ। ଧୀରେ ଧୀରେ ଯାଉଛନ୍ତି ପ୍ରଦ୍ୟୁମ୍ନ ଆଉ ରତି, ଆଉ ସମସ୍ତେ ଶଙ୍ଖ ହୁଳହୁଳି ମହୁରି ବଜାଉଛନ୍ତି, ନାନାବିଧ ବାଦ୍ୟ ବାଜୁଛି। ଯେତେବେଳେ ମହାନନ୍ଦରେ ବିଜେ କରୁଛନ୍ତି ସେତେବେଳେ ଇନ୍ଦ୍ରଦେବ ଦେଖିପାରିଲେ ଆକାଶରେ, ସ୍ୱର୍ଗରେ ଦେଖିପାରିଲେ ଇନ୍ଦ୍ରଦେବ ଯେ ଆଜି କାମଦେବ ଜନ୍ମ ହୋଇସାରିଛନ୍ତି। ଆଉ କାମଦେବ ବିନାଶ କରି ସମ୍ବରାସୁରକୁ ଏବେ ପହଞ୍ଚି ଯାଇଛନ୍ତି ଦ୍ୱାରକାପୁରରେ। ତେଣୁ ସ୍ୱର୍ଗରୁ ଆଜି ଓହ୍ଲେଇ ଆସିଛନ୍ତି ଇନ୍ଦ୍ରଦେବ। ଇନ୍ଦ୍ର, ଅଗ୍ନି, ଯମ, ନୈଋତ, ବରୁଣ, କୁବେର ଆଜି 10 ଦିଗ ପାଳ ଆସିଛନ୍ତି। ନବଗ୍ରହ ମଧ୍ୟ ଆସିଛନ୍ତି। ଯମ, କୁବେର ଆଦି ସମସ୍ତେ ଆସି ପହଞ୍ଚି ଯାଇଛନ୍ତି ସେଇ ଦ୍ୱାରକା ନଗରରେ। ସନକ ସନାତନ ଯେ ନାରଦ ମହର୍ଷି, ଗୌତମ ଭରଦ୍ୱାଜ ବିଶ୍ୱାମିତ୍ର ଋଷି। ଗୌତମ ଭରଦ୍ୱାଜ ବିଶ୍ୱାମିତ୍ର ଋଷି, ଗୌତମ ଭରଦ୍ୱାଜ ବିଶ୍ୱାମିତ୍ର ଋଷି। ପବନ ବୈଶ୍ୱାନର ଆରଗ ବଜତି, ରଙ୍ଗରସ ଗସ୍ତି ଯେ ଆବର ପୁଲସ୍ତି। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ। ଦେବ ଋଷି, ରାଜ ଋଷି ଆଉ ବ୍ରହ୍ମ ଋଷି, ସମଗାୟନ କରିଣ ମିଳିଲେ କଆସି। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ। ତେଣୁ ଆଜି ସମସ୍ତେ ଧାଇଁ ଆସିଛନ୍ତି ମୁନି ଋଷିମାନେ, ଦେବର୍ଷି, ରାଜର୍ଷି ଆଉ ବ୍ରହ୍ମର୍ଷି। ଏ ସମସ୍ତ ଋଷିମାନେ ଆଜି ଆସିଛନ୍ତି ସାମ ଗାୟନ କରି ଆସି କୁଶବଟୁପୁରରେ ପହଞ୍ଚି ଯାଇଛନ୍ତି। ସେଇ ଦ୍ୱାରକା ମେଦିନୀରେ ଆସି ପହଞ୍ଚି ଯାଇଛନ୍ତି ସମସ୍ତେ ଦେଖିବା ପାଇଁ ମୀନକେତନଙ୍କର ସେ ରୂପକୁ ଦର୍ଶନ କରିବା ପାଇଁ। ମୀନକେତନର ରୂପ ଦେଖିବା ବିଚାରି, ଦ୍ୱାରକା ଭୁବନେ ଆସି ସର୍ବେ ବିଜେ କରି। ଦ୍ୱାରକା ଭୁବନେ ଆସି ସର୍ବେ ବିଜେ କରି, ଦ୍ୱାରକା ଭୁବନେ ଆସି ସର୍ବେ ବିଜେ କରି। ପ୍ରତ୍ୟୁଷରେ କାମଦେବ ଜହି ପରକାଶ, ରୂପ ଦେଖିବା ମାତ୍ରକେ ସର୍ବେ ହେଲେ ବଶ। ରୂପ ଦେଖିବା ମାତ୍ରକେ ସର୍ବେ ହେଲେ ବଶ, ରୂପ ଦେଖିବା ମାତ୍ରକେ ସର୍ବେ ହେଲେ ବଶ। ତେଣୁ ଆଜି ଯେତେବେଳେ ସମସ୍ତେ ଆସି ପହଞ୍ଚି ଯାଇଛନ୍ତି, ମୁନି ଋଷିମାନେ ସମସ୍ତେ ପହଞ୍ଚି ଯାଇଛନ୍ତି, ଯାଦବ ବଳମାନେ ପହଞ୍ଚିଛନ୍ତି, ଅନେକ ରାଜାମାନେ ଯେଉଁମାନେ ନିଜ ରାଜ୍ୟର ସହିତ ସମ୍ପର୍କ ରଖିଛନ୍ତି, ସବୁ ରାଜ୍ୟର ରାଜାମାନେ ମଧ୍ୟ ଆସିଛନ୍ତି। ସମସ୍ତେ ଆସି ପହଞ୍ଚିଗଲା ପରେ ଦେବତାମାନେ ମଧ୍ୟ ଆକାଶରେ ଥାଇ ଦେଖୁଛନ୍ତି। ଆଜି ଆନନ୍ଦ ଉତ୍ସବରେ ପୁରୀ ଉଠିଛି ସେ ଦ୍ୱାରକା ମେଦିନୀ। ଏହି ସମୟରେ ବ୍ରହ୍ମଦେବ କହୁଛନ୍ତି, ଆରେ ପିଲାଟାକୁ ଯେତେବେଳେ ଛୋଟିଆଟା ହେଇଥିଲା ସେତେବେଳେ ତ ତାକୁ ସମ୍ବରାସୁର ହରଣ କରିନେଲା, ତେଣୁ ଆମେ ତାର ନାମକରଣ ବି କିଛି କରିପାରିନାହାନ୍ତି। ଆଜି ପୁଅଟି ଯାଇ ଏତେ ବଡ଼ ହେଇକି ଆସିଲାଣି, ପୁଣି ସେ ନିଜେ ଆସିନି, ପୁତ୍ର ବଧୂକୁ ମଧ୍ୟ ଧରିକି ଆସିଛି। ତେଣୁ ନିଶ୍ଚିତ ଏବେ ତାର ନାମକରଣ କରିବା ଦରକାର। ତାର ନାମକରଣ ନ କଲେ ତାକୁ ଆମେ ଡାକିବା କ'ଣ?
ତେଣୁ ଏସବୁ ଭାବି ଆଜି ବ୍ରହ୍ମଦେବ ଯେତେବେଳେ କହୁଛନ୍ତି ବ୍ରହ୍ମଦେବଙ୍କର କଥାକୁ ସମସ୍ତେ ମାନିଛନ୍ତି ତେଣୁ ତାଙ୍କର ନାମକରଣ କ'ଣ କରାଯିବ ଏ ବିଷୟରେ ଚିନ୍ତା କରୁଛନ୍ତି।